ନମସ୍କାର ଆଜ୍ଞା, ଜୟ ଜଗନ୍ନାଥ। ବହୁତ ଦିନ ପରେ ଆପଣମାନଙ୍କ ପାଖକୁ ଆସୁଛି। ମାନେ ବହୁତ ବିଜି ସେଡ୍ୟୁଲ୍ ଭିତରୁ ଟାଇମ୍ କାଢ଼ିକି ଆପଣମାନଙ୍କ ପାଖକୁ ଆସିବାର ଗୋଟେ ସୁଯୋଗ ମିଳିଲା। ଆଜିର ଟପିକ୍ ଯାହା କହିବା, ଆପଣମାନେ ଜାଣିଥିବେ ଗଣତନ୍ତ୍ରର ଗୋଟେ ବଡ଼ ମହୋତ୍ସବ ଚାଲିଛି, ଇଲେକ୍ସନ୍। ପ୍ରଥମ ପର୍ଯ୍ୟାୟ ଇଲେକ୍ସନ୍ ଏବେ ସରିଛି, ଆଗକୁ ନିର୍ବାଚନ ଅଛି। କିନ୍ତୁ ମୁଦ୍ଦା କ'ଣ? ମୁଦ୍ଦା ଆଜ୍ଞା ଓଡ଼ିଶାରେ ଦୁଇଟା ବିଜେଡ଼ି ବିଜେପି, କଂଗ୍ରେସର ପରିସ୍ଥିତି ସେହିପରି ଭଲ ନଥିଲେ ବି 2-3ଟା ସିଟ୍ରେ ତାଙ୍କର ଦବଦବା ରହିଛି। ଆପଣ ତାରାବାହିନୀଙ୍କ କଥା କହିପାରିବେ, ସାନକାମୁଣ୍ଡି କଥା କହିପାରିବେ, ଆଉ 2-3ଟା ଏରିଆ ସେଠି କଂଗ୍ରେସର ଦବଦବା ରହିବ। ବିଜେପି ଆଜ୍ ୟୁଜୁଆଲ୍ 2-3ଟା ସିଟ୍ ମ୍ୟାକ୍ସିମମ୍ MP ସିଟ୍ କଥା କହୁଛି, ଆଉ ବିଧାନସଭାରେ କିଛିଟା ଭଲ କରିବ। ଆଉ ବିଜେଡ଼ି ଆଜ୍ ୟୁଜୁଆଲ୍ ପ୍ରତିବର୍ଷ ଯେମିତି କରେ, ବିଗତ 25 ବର୍ଷ ସରକାର, ଆଉ ଏଥରର ମ୍ୟାନିଫେଷ୍ଟୋ ବିଜେଡ଼ିର ମୋତେ ଲାଗୁଛି ଏଥର ରେକର୍ଡ଼ ବିଜୟ ହାର ହେବ। କିନ୍ତୁ ମୁଦ୍ଦା ବିଜେଡ଼ି ଆଉ ବିଜେପି ଭିତରେ ଗୋଟାଏ, ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡେଟ୍। ବିଜେଡ଼ିର ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡେଟ୍ ନବୀନ ପଟ୍ଟନାୟକ 25 ବର୍ଷ ହେଲାଣି ଅଛନ୍ତି, ରହୁଛନ୍ତି, ରହିବେ। କିନ୍ତୁ ବିଜେପି ନା ତା'ର ମୁଖ୍ୟମନ୍ତ୍ରୀ କ୍ୟାଣ୍ଡିଡେଟ୍ ଫାଇନାଲ୍ କରୁଛି, ନା ତାଙ୍କ ଭିତରେ ଡିସ୍ପ୍ୟୁଟ୍ ଫାଇନାଲ୍ ହେଇପାରୁଛି। କହିବାର କାରଣ କ'ଣ? ଗଭର୍ଣ୍ଣମେଣ୍ଟ ଯେତେବେଳେ ସରକାର ଗୋଟେ କାମ କରେ, ଲୋକ ଅଭିମୁଖୀ ହେବା ଦରକାର, ଲୋକଙ୍କ ପାଇଁ ହେବା ଦରକାର। ଗଭର୍ଣ୍ଣମେଣ୍ଟ ଯେଉଁ ଯୋଜନା ବନାଉଛି ଗ୍ରାସ୍ ରୁଟ୍ରେ, ଆମେ ଯେଉଁଟା କହୁଛେ ବା ରାଜୀବ ଗାନ୍ଧୀଙ୍କ ଅମଳରେ ଯେଉଁଟା କହୁଥିଲେ, ଯଦି ଆମେ ଗୋଟେ ଶାବଳ ପଠାଉଛେ ଏଇଟା ଛୁଞ୍ଚି ହେଇକି ଲୋକଙ୍କ ପାଖରେ ପହଞ୍ଚି। କିନ୍ତୁ ନବୀନ ପଟ୍ଟନାୟକ ସରକାର ଆପଣ ଦେଖିବେ ଡାଇରେକ୍ଟ ଡିବିଟି ସ୍କିମ୍, ଡାଇରେକ୍ଟ ବେନିଫିସିଆରୀ କି ଟ୍ରାନ୍ସଫର୍ କରାହେଉଛି। ଆପଣ ଚାଷ କଥା ଦେଖନ୍ତୁ, ମଣ୍ଡି ଧାନ ବିକିବେ 24 ଘଣ୍ଟା ଭିତରେ ଆପଣଙ୍କ ପାଖକୁ ଟଙ୍କା ଆସୁଛି। ମମତା ସ୍କିମ୍ରେ ମା' ପାଇଁ ଗଭର୍ଣ୍ଣମେଣ୍ଟ ଯୋଜନା କରୁଛି, ଛୋଟ ଛୁଆ ଜନ୍ମ ହେଲାଠୁ ତା'ର ରକ୍ଷଣାବେକ୍ଷଣ ଯାଏ। ହରିଶ୍ଚନ୍ଦ୍ର ଯୋଜନା, ଯଦି କୌଣସି ଲୋକ ମରିଯାଉଛି ତାଙ୍କ ପାଇଁ ମଧ୍ୟ ହରିଶ୍ଚନ୍ଦ୍ର ଯୋଜନା। ଆଉ ରିସେଣ୍ଟଲି ଏବେ ଛାତ୍ରବୃତ୍ତି +3 ପିଲାଙ୍କ ପାଇଁ, ଝିଅମାନଙ୍କ ପାଇଁ, ପୁଅମାନଙ୍କ ପାଇଁ କରାହେଇଛି। ତା ପୁଣି ବଢ଼ାଯାଇଛି ଏଥର, ଝିଅମାନଙ୍କ ପାଇଁ ବୋଧେ 14,000, ପୁଅମାନଙ୍କ ପାଇଁ 12,000 କରାହେଇଛି। ତାହା ସହିତ ବଡ଼ ସ୍କିମ୍ ଯେଉଁଟା ଲୋକଙ୍କୁ ଆକ୍ଚୁଆଲି ବହୁତ ଦିନର ଦାବି ବି ଥିଲା, ଯେ ବିଜେଡ଼ି ଲୋକଙ୍କ ମଧ୍ୟବିତ୍ତ ପରିବାର ପାଇଁ କ'ଣ ହେଉଛି, ତାଠୁ ସବୁଠାରୁ ବଡ଼ ଜିନିଷ କରିଛନ୍ତି, ତା ହେଉଛି ବିଦ୍ୟୁତ୍ ଛାଡ଼। ବିଦ୍ୟୁତ୍ ଛାଡ଼ ହୁଏତ ଫୁଲ୍ କରାଯାଇନଥାଏ, କିନ୍ତୁ ଯେତିକି କରାଯାଇଛି ମୁଁ ଭାବୁଛି ଲୋକଙ୍କୁ ବିଲ୍ ଦେବାକୁ ପଡ଼ିବନି। ଗାଁ ଗହଳିରେ ମଧ୍ୟବିତ୍ତ ପରିବାରକୁ 100 ୟୁନିଟ୍ ଯାଏ ଆପଣ ମାଗଣା ବିଜୁଳି ଜାଳିବେ, 150 ୟୁନିଟ୍ ହେଲେ ଆପଣ 50 ୟୁନିଟ୍ ଛାଡ଼ ପାଇବେ। ଏଇ ଯେଉଁ ସ୍କିମ୍ଟା ଗଭର୍ଣ୍ଣମେଣ୍ଟ ଆଣିଲା, ମୋତେ ଲାଗୁଛି ଏ ସ୍କିମ୍ଟା ବିଜେପି ପାଇଁ ଗୋଟେ ବୁମେରାଙ୍ଗ ହେବ। କାହିଁକି? କାହିଁକିନା ବିଜେଡ଼ି ନବୀନ ପଟ୍ଟନାୟକଙ୍କ ଭୋଟ୍ ପ୍ରତିଶତ ହୁଏତ କହୁଛନ୍ତି ସମସ୍ତେ ସର୍ଭେ, ମାନେ ଯେଉଁଟା ବିଜେପି ମାନଙ୍କ ଦ୍ୱାରା ସର୍ଭେ ହେଉଛି ସେଥିରେ ଲାଗୁଛି ବିଜେଡ଼ି ହାରୁଛି। କିନ୍ତୁ ଲୋକଙ୍କ ପାଖରେ ଆପଣ ଯଦି ପହଞ୍ଚିବେ, ଆକ୍ଚୁଆଲି ଲୋକ କହିବେ ନବୀନ ପଟ୍ଟନାୟକ ଜିତୁଛନ୍ତି। କ'ଣ ପାଇଁ? ଆପଣ ଯେକୌଣସି ସ୍କିମ୍ ଦେଖିବେ, ମାନେ ଇଲେକ୍ଟ୍ରିକ୍ କଥା କହିବେନି, ମହିଳାମାନେ SHG ଗ୍ରୁପ୍ମାନଙ୍କ ପାଇଁ 20 ଲକ୍ଷ ପର୍ଯ୍ୟନ୍ତ ଋଣ, ଗୋଟେ ମାଛ ଚାଷୀ ବା ଯେଉଁ ଝିଅମାନେ ଚାଷୀମାନେ ବାହାଘର ପାଇଁ ମଧ୍ୟ ତାଙ୍କ ଝିଅମାନଙ୍କ ବାହାଘର ପାଇଁ ସ୍କିମ୍ ଦେଉଛି। ତାଠୁ ମୁଁ କହିବି ମ୍ୟାନିଫେଷ୍ଟୋରେ ଯାହା ଅଛି ଗଭର୍ଣ୍ଣମେଣ୍ଟ ତାକୁ ଫୁଲଫିଲ୍ କରିବ ବା ବିଜେଡ଼ି ସରକାର। କିନ୍ତୁ ଆଉ କିଛିଟା ଜିନିଷ ବହୁତ ଚିନ୍ତାଦାୟକ ରହୁଛି ଏବେକା ଟାଇମ୍ରେ। କାହିଁକିନା ରାଜନୀତିରେ ଆପଣ କମ୍ପିଟିସନ୍ ରହିବ, ଏଇଟା ସ୍ୱାଭାବିକ ଜିନିଷ। କିନ୍ତୁ ବିଜେପି ବାଲାଙ୍କର ଗୋଟେ ଜିନିଷ ମୁଁ ଆଜି ଯାଏଁ ପଲିସି ବୁଝିପାରୁନି, ଯଦି ଆପଣ ଲୋକମାନଙ୍କ ପାଇଁ କାମ କରୁଛନ୍ତି, ନବୀନ ପଟ୍ଟନାୟକ ଆଜି ଯଦି ଲୋକମାନଙ୍କ ପାଖରେ ଆଦୃତ ବା ଲୋକମାନେ ଭଲ ପାଉଛନ୍ତି, ନବୀନ ପଟ୍ଟନାୟକ ପାଇଁ ନୁହେଁ, ତାଙ୍କର ଲୋକାଭିମୁଖୀ ଯୋଜନା ଯାହା ବି କରୁଛନ୍ତି ଲୋକମାନଙ୍କ ପାଇଁ। କିନ୍ତୁ ବିଜେପି ସରକାର ମୋତେ ଲାଗୁଛି କିଛିଟା ଜିନିଷରେ ସେମାନେ ଗେମ୍ ଚେଞ୍ଜର ହିସାବରେ କାମ କରୁଛନ୍ତି। ମାନେ ଭାବୁଛନ୍ତି ଆମେ ଲୋକଙ୍କ ଭିତରେ ବିଭାଜନ ସୃଷ୍ଟି କରିବୁ, ଲୋକଙ୍କୁ ଉସ୍କେଇବୁ, ଏହାଦ୍ୱାରା ଆମର ଭୋଟ୍ ବଢ଼ିବ। ଆପଣ ଭିକେ ପାଣ୍ଡିଆନଙ୍କ କଥା ଯଦି ମୁଁ କହିବି, ନବୀନ ପଟ୍ଟନାୟକ ପରେ ବିଜେଡ଼ି ତାଙ୍କୁ ଆଗକୁ ଛାଡ଼ିଛି। ତା ସହିତ ତାଙ୍କର ଷ୍ଟ୍ରାଟେଜି ଆପଣ 5Tରେ ଦେଖିଥିବେ। ମୁଁ ପର୍ସନାଲି କହୁଛି ମୋ କଥାରୁ, ଆମ ଗାଁରେ ଗୋଟେ କାମ ହେବାର ଥାଏ ମନ୍ଦିର, ସେଇ ସ୍କିମ୍ରେ ଗାଁ ଲୋକ ଲେଖିକି ଦେଇଥିଲେ। ଭିକେ ପାଣ୍ଡିଆନ ଯେବେ ନିଆଳି ଆସିଥିଲେ ସେଠି ଆମେ ଲେଖିକି ବି ଦେଇଥିଲୁ,
ସୋ ମୁଁ ଯେହେତୁ ବାହାରେ ଥିଲି ଶୁଣିଥିଲି ଏଇ ଜିନିଷଟା ଯେ ତାଙ୍କୁ ଦରଖାସ୍ତ ଦେଲେ ସେ ଶୁଣୁଛନ୍ତି। ତାକୁ ସେ 2 ମାସ ଭିତରେ ଗୋଟେ ମନ୍ଦିର ପାଇଁ ଥିଲା ଜାଗାର, ରାଜପଡ଼ିଆ ମନ୍ଦିର, ଏଇଟା ଆପଣ ଦେଖିପାରିବେ, 4 ଲକ୍ଷ ସାଂସନ୍ କରିଥିଲେ। ମୁଁ ଏଇଟା କାହିଁକି କହୁଛି, ଯଦି ଗୋଟେ ସରକାର ଲୋକଙ୍କ ପାଇଁ କାମ କରୁଛି, ଗୋଟେ ସରକାର ଲୋକାଭିମୁଖୀ ମାନେ ଅନ୍ ଦ ସ୍ପଟ୍ ଡିସିସନ୍ ନେଉଛି, ତା ପାଇଁ ଭୋଟ୍ ଦେବାର କିଛି ଅସୁବିଧା ନାହିଁ। ଯଦି ଆପଣ ଲାଗୁଛି ଗୋଟେ ପ୍ରତିପକ୍ଷ ଭିତରେ ଲଢ଼େଇ ଭିତରେ, କାଲି ଗୋଟେ ଧର୍ମେନ୍ଦ୍ର ପ୍ରଧାନଙ୍କ ଗୋଟେ ଷ୍ଟେଟମେଣ୍ଟ ଭଲ ଲାଗିଥିଲା ମୋତେ। ତ ଯେତେବେଳେ ମିଡ଼ିଆମାନେ ପଚାରିଲେ ଆପଣ ନେତାମାନେ କୋଳାକୁଳି ହେଉଛନ୍ତି କିନ୍ତୁ ଜନତା ବାଡ଼ାବାଡ଼ି ହେଉଛନ୍ତି, ସେଠି କହିଥିଲେ, କହିଲେ ମୋ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀ ଥାଇପାରେ ବଟ୍ ଶତ୍ରୁତା ନାହିଁ, ପର୍ସନାଲ୍ ଶତ୍ରୁତା। ଏଇଟା ହିଁ ସମସ୍ତେ ଶିଖିବା ଦରକାର। କାଲି ଦେଖିବେ ବ୍ରହ୍ମପୁର କେସ୍ରେ ପ୍ରଦୀପ ପାଣିଗ୍ରାହୀ ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ଲଢ଼େଇ ହେଇଛି। ଝଗଡ଼ାରେ ଆଜ୍ଞା ରାଜନୀତିରେ କେଉଁଠି ସମାଧାନ ନଥାଏ, ବା ଝଗଡ଼ା ରାଜନୀତିରେ କେବେ ମାନେ କ'ଣ କହନ୍ତି ବଡ଼ ଅସ୍ତ୍ର ନ ହେବା ଦରକାର। ଆଉ ମୋ ସାଧାରଣ ଜନତାକୁ ରିକ୍ୱେଷ୍ଟ ରହିବ, ରାଜନୀତିଟା ରାଜନୀତି କରାଯାଉ। ରାଜନୀତି ନେଇ ଆପଣ ପରିବାର ଭିତରେ ଝଗଡ଼ା, ଗାଁ ଭିତରେ ଝଗଡ଼ା ବା ଲୋକମାନଙ୍କୁ ଉସ୍କେଇବା, ମରାହଣା କରିବା, ଏଇଟା ରାଜନୀତି ନୁହେଁ ଆଜ୍ଞା। ଆପଣ ସାଧାରଣ ଜନତା ହିସାବରେ ଭୋଟ୍ ଦେବାର ଅଧିକାର ଅଛି। ରାଜନୈତିକ ଦଳକୁ ପସନ୍ଦ କରିବା, ତାଙ୍କ ପାଇଁ କାମ କରିବା ଠିକ୍ ଅଛି, କିନ୍ତୁ ସେମାନଙ୍କ ପାଇଁ କାମ କରିବାକୁ ଯେ ଆପଣ ଇଲିଗାଲ୍ କାମ କରିବେ ବା ଲୋକମାନଙ୍କ ଭିତରେ ଦଙ୍ଗା ସୃଷ୍ଟି କରିବେ, ସେଇଟା ରାଜନୀତି ନୁହେଁ। ମାନେ ଯଦି ରାଜନୀତି ଆମର ଡେମୋକ୍ରେସିର ଗୋଟେ କଥା ଅଛି ଆଜ୍ଞା, ମାନେ ମୁଁ କାହିଁକି ଏ ଜିନିଷକୁ ଏଠି ଡିପ୍ଲି କହୁଛି, ଗୋଟେ କନସର୍ନ, ମାନେ ଏଇଟା ଭାରି ଚିନ୍ତାଦାୟକ ବିଷୟ। ଆଜିର ୟୁଥ୍ ମାନେ ମଦବଂଶ ଭିତରେ ସବୁ ଦଳ ଦେଉଛନ୍ତି, ମୁଁ କହିପାରିବି ବିଜେଡ଼ି, ବିଜେପି, କଂଗ୍ରେସ, ବଟ୍ କିଛିଟା ଜିନିଷ ଯାହା ବି ରହୁଛି ଆପଣମାନଙ୍କ ପାଖରେ, ତାକୁ ଆପଣ ଗୋଟେ ଲିମିଟେଡ଼୍ ପିରିୟଡ଼ ଭିତରେ କାମ କରନ୍ତୁ। ନୁହେଁ ଯେ ଗୋଟେ ରାଜନୈତିକ ଦଳ ପାଇଁ ଆପଣ ଏତେ ଷ୍ଟଲୱାର୍ଡ ହେଇଯାଆନ୍ତୁ ବା ତାଙ୍କ ପାଇଁ ଏତେ ତାଙ୍କର ଯୋଦ୍ଧା ହିସାବରେ କାମ କରନ୍ତୁ, ଆପଣ ଅନ୍ୟ ପ୍ରତିପକ୍ଷକୁ ମାରିବାକୁ ବି ପଛେଇବେନି। ଏଇଟା ଭଲ ନୁହେଁ ଆଜ୍ଞା। ମାନେ ଏଡିଆର୍ ରିପୋର୍ଟରେ ଆପଣ ଦେଖିବେ ବହୁତ ପଲିଟିସିଆନ୍ ମାନେ ଗୋଟେ କ୍ରିମିନାଲ୍ ବି ଅଛନ୍ତି। ତେଣୁ ତା ବାଦ୍ ବି ମୁଁ ଗୋଟେ ଜିନିଷ କଥା କହିବି, ରାଜନୀତି କରିବାକୁ ଆସୁଥିବା ଲୋକମାନଙ୍କୁ ରିକ୍ୱେଷ୍ଟ ରହିବ, ଯେଉଁମାନେ ରାଜନୀତି ଦଳ ପଛରେ ରହୁଛନ୍ତି ସେମାନଙ୍କୁ ବି ରିକ୍ୱେଷ୍ଟ ରହିବ, ରାଜନୀତିର ପରିସୀମା ଭିତରେ କାମ କରନ୍ତୁ। ଯାହା ଗଣତନ୍ତ୍ର ନିୟମ ଅଛି, କନଷ୍ଟିଟ୍ୟୁସନାଲ୍ ନିୟମ ଅଛି, ତାକୁ ମାନନ୍ତୁ। ତାହେଲେ କ'ଣ ହେବ, ଆମେ ଗୋଟେ ଗଣତାନ୍ତ୍ରିକ ପର୍ବକୁ ଭଲ ଭାବେ ଉପଭୋଗ କରିପାରିବା। ଯିଏ ଜିତିବ, ବିଜେଡ଼ି ଜିତୁ କି ବିଜେପି ଜିତୁ, ହୁଏତ ମୁଁ ବିଜେଡ଼ି ସପୋର୍ଟ କରିଥାଇପାରେ, ଏଥିପାଇଁ ମୋତେ ନବୀନ ପଟ୍ଟନାୟକ ସ୍କିମ୍ ଭଲ ଲାଗେ। ଏଥିପାଇଁ ଭଲ ଲାଗେ ଯେ ମୁଁ ନବୀନ ପଟ୍ଟନାୟକ କି ଭିକେ ପାଣ୍ଡିଆନଙ୍କର ଫ୍ୟାନ୍। ମୁଁ ଏଥିପାଇଁ ଭଲ ଲାଗେ, ବିଗତ 3 ବର୍ଷରେ ରିକ୍ରୁଟମେଣ୍ଟ ସ୍କିମ୍ ଆପଣ କମ୍ପାରିଜନ୍ କରିବେ, ବେଙ୍ଗଲ, ୱେଷ୍ଟବେଙ୍ଗଲ, ବିହାର, ଝାଡ଼ଖଣ୍ଡ ତାଙ୍କଠୁ ଆଗରେ ଅଛି। ଡିଜାଷ୍ଟର ମ୍ୟାନେଜମେଣ୍ଟ ଦେଖିବେ ସବୁ ଅନ୍ୟ ଷ୍ଟେଟ୍ କମ୍ପାରିଜନ୍, ମୁଁ ଅନ୍ୟ ସବୁ ଷ୍ଟେଟ୍ କଥା କହିବିନି, ଆମର ନେବରିୟ ଷ୍ଟେଟ୍ମାନଙ୍କ ତୁଳନାରେ ଜିରୋ କାଜୁଆଲିଟି ଫୋକସ୍। ଥାର୍ଡ଼ ଜିନିଷ କାଳିଆ କୃଷକ ଆସିଷ୍ଟାନ୍ସ, ମାନେ ଚାଷୀଙ୍କୁ ଦିଆହେଉଛି। ଚତୁର୍ଥ ଜିନିଷ ମିଶନ ଶକ୍ତି, ମାନେ ମହିଳାମାନଙ୍କୁ ଏମ୍ପାୱାରମେଣ୍ଟ କରିବାର ବିଷୟ। ଦେଖନ୍ତୁ, ଗଭର୍ଣ୍ଣମେଣ୍ଟର କାମ ହେଲା ଲୋକମାନଙ୍କୁ ସଚେତନ କରିବା, ଆପଣଙ୍କୁ ଯାହା ସୁଯୋଗ ଦେବା। ଯଦି ଲୋକମାନେ ସେଇ ପଇସାକୁ ମିସ୍ୟୁଟିଲାଇଜେସନ୍ କରିବେ ତ ଗଭର୍ଣ୍ଣମେଣ୍ଟର ଭୁଲ ନାହିଁ। ବହୁତ ମହିଳାମାନେ ଆଗକୁ ଯାଉଛନ୍ତି ବି, ଆପଣ ଦେଖିବେ ବହୁତ ମହିଳା ଆଗକୁ କାମ କରୁଛନ୍ତି ମିଶନ ଶକ୍ତିରେ। ସେକେଣ୍ଡ ଜିନିଷ ହେଲା 5T ଟ୍ରାନ୍ସପୋର୍ଟେସନ୍, ସ୍କୁଲ କଥା ହେବେ, ମେଡ଼ିକାଲ କଥା ହେବେ, ଆପଣ ଦେଖିବେ ଡେଭଲପ୍ କେଉଁ ଟାଇପ୍ର ହେଉଛି। ଆଜିକା ଟାଇମ୍ରେ ସବୁଠାରୁ ବଡ଼ ଅସ୍ତ୍ର ମୁଁ କହିବି ବିଜେଡ଼ି ସରକାର BSKY, ମାନେ ଗୋଟେ ମଧ୍ୟବିତ୍ତ ପରିବାର ଯେଉଁ କହନ୍ତିନି 2ଟା ଜିନିଷକୁ ଡରେ, ଗୋଟେ ହେଉଛି ଥାନା, ଗୋଟେ ହେଉଛି ମେଡ଼ିକାଲ। ଆଉ ମେଡ଼ିକାଲରେ ମହିଳାମାନଙ୍କ ପାଇଁ 10 ଲକ୍ଷ, ପୁରୁଷମାନଙ୍କ ପାଇଁ 5 ଲକ୍ଷ ମାଗଣା ଟ୍ରିଟମେଣ୍ଟ ହେଉଛନ୍ତି। ଆଉ ଏଥିରେ କେଉଁ ଲୋକ ବି କହିପାରିବନି ଯେ ଏଇଟା ଗଭର୍ଣ୍ଣମେଣ୍ଟର ଖରାପ ସ୍କିମ୍ ବୋଲି। ଏଇ ସ୍କିମ୍ ମୁଁ କହିବି ବିଜେଡ଼ିର ଭୋଟ୍ ବଢ଼େଇବ। ରିସେଣ୍ଟଲି ବିଦ୍ୟୁତ୍ ବିଲ୍ ଏଇଟା ବଢ଼େଇବ, ଏଇଟା ହିଁ ମୋର ଆଶା। ସେକେଣ୍ଡ ଜିନିଷ, ବିଜେଡ଼ି ନବୀନ ପଟ୍ଟନାୟକ 6ଠ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଉ ବିଜେପି ତା'ର କିଛିଟା ଜାଗାରେ କାମ କରିବାର ଅଛି। ନୁହେଁ ଯେ ନରେନ୍ଦ୍ର ମୋଦି ଆସି ଛାଡ଼, ନରେନ୍ଦ୍ର ମୋଦି ଗୋଟେ ଷ୍ଟେଟମେଣ୍ଟ ଦେଇଥିଲେ ଜିଲ୍ଲାର କ୍ୟାପିଟାଲ, ଛାଡ଼ନ୍ତୁ, କହିବାଟା ଭୁଲ ହେବ, ଆମେ କଣ୍ଟ୍ରୋଭର୍ସିଆଲରେ ଯିବାନି। ଆଉ ଛାତ୍ରମାନଙ୍କୁ ଏଇଟା ରିକ୍ୱେଷ୍ଟ ରହିବ ଗଭର୍ଣ୍ଣମେଣ୍ଟକୁ, ଯେତେବେଳେ ଗୋଟେ ରିକ୍ରୁଟମେଣ୍ଟ ପ୍ରୋସେସ୍ ଚାଲୁଛି, କାହିଁକିନା ଗୋଟେ ମଧ୍ୟବିତ୍ତ ପରିବାର ପାଇଁ 4-5ଟା ଜିନିଷ ଇମ୍ପୋର୍ଟାଣ୍ଟ ଆଜ୍ଞା। ଗୋଟେ ହେଉଛି ରୁଟି, କପଡ଼ା, ମକାନ, ତା ସହିତ ହେଉଛି ତା ସେଫ୍ଟି ଆଉ ଗଭର୍ଣ୍ଣମେଣ୍ଟ ଡେଭଲପମେଣ୍ଟାଲ ସ୍କିମ୍। ଏଇଟାକୁ ଯେଉଁ ଗଭର୍ଣ୍ଣମେଣ୍ଟ ଜଗିବ ସେ ହିଁ ଜିତିବ, ଏଥିରେ କିଛି ନୋ ଡାଉଟ୍। ମୁଁ ଆଶା କରିବି ଏ ଭିଡ଼ିଓରେ ଯାହା ଗଭର୍ଣ୍ଣମେଣ୍ଟ ପାଇଁ ରହିଛି ସ୍କିମ୍, ବିଜେଡ଼ି ଜିତିବ। ଏଇଟା ହିଁ ଲୋକମାନଙ୍କ ଯାହା ରିସେଣ୍ଟ ସର୍ଭେ କହୁଛି, ଗଭର୍ଣ୍ଣମେଣ୍ଟ ହିଁ କରିବ। ଆଉ ତା ସହିତ ସାଧାରଣ ଜନତାକୁ ରିକ୍ୱେଷ୍ଟ ରହିବ, ଝଗଡ଼ା କରନ୍ତୁ ନାହିଁ ଲୋକମାନଙ୍କ ସହ। ଆପଣ କୌଣସି ରାଜନୈତିକ ଦଳ ପାଇଁ ମୁଁ ସପୋର୍ଟ କରିଥାଇପାରେ, ବଟ୍ ମାନେ ଅହିଂସା
ରାଜନୀତି ହଉ, ହିଂସାରେ ସ୍ଥାନ ନାହିଁ ରାଜନୀତିରେ, ଏତିକି କହିବି। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ ଆଉ ସେୟାର